ଯାତ୍ରା ଆରମ୍ଭ ହୋଇଛି ସେ ଘୋଷଣା କରିବେ ମେଟ୍ରୋ ଘୋଷଣା କରିବେ। ଦେଖ ଲେଖିକି ରଖ ମୋଠୁ ଏ କଥାଟା କହିବ ସତ୍ୟଜିତ ମିଶ୍ର କହୁଥିଲେ ସତ ହେଲା ବୋଲି। ମେଟ୍ରୋ ଘୋଷଣା କରିବେ। ମେଟ୍ରୋ ଘୋଷଣା କରିବେ କେମିତି କରିବେ ତାପରେ କହିବେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶାକୁ ଏକ ବିରାଟ ଉପହାର ଦେଲେ ମେଟ୍ରୋ କରିବେ। ଲେଖିକି ରଖ ମୋଠୁ ଏଇଠୁ ଲେଖିକି ରଖ। କିନ୍ତୁ କେବେ ସୁଦ୍ଧା ସରିବ ନବୀନ ସରକାର ଯେମିତି କୁହାହଉଥିଲା 2027 ସୁଦ୍ଧା ସରିବ। କେବେ ସୁଦ୍ଧା ସରିବ ମାନେ କହିବେ ନାହିଁ। ଆଜି ଆପଣ ଭାବନ୍ତୁ ଯେତେବେଳେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହୁଛନ୍ତି ହବ ନାହିଁ ବାତିଲ କରାଗଲା କଣ କହୁଛନ୍ତି ନା କଷ୍ଟ ଆନାଲିସିସ୍ ଯୋଉ ଅଧିକା ପଇସା ଖର୍ଚ୍ଚ ହବ କିନ୍ତୁ ପଇସା ଉଠିବନି। 26ଟା ହବ ଷ୍ଟେସନ ହବ। କଟକରୁ ଭୁବନେଶ୍ୱର କେତେ ବସ୍ ଯାଉଛନ୍ତି ଦିନ ରାତି ମିଶେଇ କେତେ ବସ୍ ଯାଉଛନ୍ତି ଭାବିଲେ ଆପଣ। 26ଟା ଷ୍ଟେସନ ହବ। 26ଟା ଷ୍ଟେସନରେ 2600 ଦୋକାନ ହବ। 26ଟା ଷ୍ଟେସନ କୁ ପାଖାପାଖି ଲାଗିଛି ଯୋଉ ଅଫିସ ଗୁଡା ଅଫିସ ଲୋକ ମଧ୍ୟ ଆଉ କାରରେ ଆସିବେନି କି ବିଭିନ୍ନ ଲୋକ ଯୋଉ ଅଫିସ କି ଆସୁଛନ୍ତି ଅଫିସ ଲୋକ କାରରେ ଯିବେନି। ଯୋଉ ବ୍ୟବସାୟୀ ମାନେ ସେମାନେ ମଧ୍ୟ ଆଉ ଗାଡି ନେବେନି ମାଲ ଚୁପଚାପ ଧରିବେ ଆସିବେ ମେଟ୍ରୋରେ ଆସିବେ। କଷ୍ଟ ଇଫେକ୍ଟିଭ ହବନି। ତମେ ରାଜସ୍ଥାନ ବାଲି ଭିତରେ ଯାଇକି ତମର କଷ୍ଟ ଆନାଲିସିସ୍ ଟା ତମର କଷ୍ଟ ବାହାରି ପଡୁଛି ତମର ଏଠି ବାହାରୁନି କଷ୍ଟ ବାହାରିବନି। ଏତେ ଖଣି ନଉଛ ବର୍ତ୍ତମାନ ଲୁହାପଥର ରେଟ୍ ବଢିଲାଣି 10% ଲୁହାପଥର ଷ୍ଟିଲର ରେଟ୍ ବଢିଗଲାଣି ଷ୍ଟିଲ କଏଲର ରେଟ୍ ବଢିଗଲାଣି ତମେ ଆମଠୁ ଏତେ କଥା ନଉଛ ମେଟ୍ରୋଟା କହିଲେ ହବନି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କଣ ଭୁବନେଶ୍ୱର ପରେ ମଧ୍ୟ ଅନୁଗୁଳରେ ବି ଚଲା ହବ ମେଟ୍ରୋ ବୋଲି। ତେଣୁ ଇଏ ଗୋଟେ ଡ୍ରାମା ଚାଲିଛି। ଇଏ ପରେ ବର୍ତ୍ତମାନ ଦେଖନ୍ତୁ ୟା ପରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ହବନି ତାପରେ ବର୍ତ୍ତମାନ ଅପରାଜିତା ଷଡଙ୍ଗୀ ଚିଠି ଲେଖିଲେ ତାପରେ ପୁଣି ଘୋଷଣା ହବ ନୂଆପଡାରେ ଘୋଷଣା ହେଲା ଭଳିଆ ଘୋଷଣା ହବ। ଯେମିତି କହିଲେ ମେଡିକାଲ କଲେଜ କରାହବ ତାପରେ କହିଲେ ଆମେ କଣ କହିଥିଲୁ ଏଲୋପାଥି କି ହୋମିଓପାଥି କି ଆୟୁର୍ବେଦିକ କହିଥିଲୁ କି ତେଣୁ ହୋମିଓପାଥି ମେଡିକାଲ କଲେଜ ହବ। ସେମିତି ମେଟ୍ରୋ କହିଦେବେ ମେଟ୍ରୋ ହବ ବୋଲି ତାପରେ ସେ କହିବେ ଆମେ ମେଟ୍ରୋ ମାନେ ରେଳ ରେଳ ମାନେ କଟକରୁ ଭୁବନେଶ୍ୱର ରେଳ ଚଲେଇବୁ 2-3ଟା ରେଳ ଚଲେଇ ଦବୁ ଆଉ ମେଟ୍ରୋ କଣ ଦରକାର ସେମିତି ବି ହେଇପାରେ। ତେଣୁ କଥାରେ କ୍ଲିଅର ନାହିଁ। ନବୀନ ସରକାର ଯାହା କହୁଥିଲେ ସେୟା କରୁଥିଲେ। ଆପଣ ମାନେ ପଚାରୁଥିଲେ ଆପଣ ତ ଏ କଥା କହିଥିଲେ କାହିଁ ହେଲାନି ଆପଣ ତ ଏ କଥା ଇସ୍ତାହାରରେ କହିଥିଲେ ଆପଣ ମାନେ ସମସ୍ତେ କହୁଥିଲେ ପଚାରୁଥିଲେ ଇସ୍ତାହାରରେ ଏଇଟା କହିଥିଲେ କାହିଁ ହେଲାନି କହୁଥିଲା। ଗୋଟିଏ କଥା ଆପଣ ମତେ କୁହନ୍ତୁ ନବୀନ ବାବୁ କହିଛନ୍ତି ଯୋଉଟା ହେଇନି ଗୋଟିଏ କଥା ନାହିଁ ଯାହା କହିଛନ୍ତି ତାହା ହେଇଛି। କିନ୍ତୁ ଏ ସରକାରରେ ଆପଣ ମୂଳରୁ ଦେଖନ୍ତୁ କେତେଟା କଥା ବଦଳଉଛନ୍ତି ଇଏ ଆସିଲା ଗୋଟେ କଥା କହୁଛି ସିଏ ଆସିଲେ ଗୋଟେ କଥା କହୁଛି ସିଏ ଆସିଲେ ଗୋଟେ କଥା କହୁଛି। ତେଣୁ ମୁଖ୍ୟ କଥା ହଉଛି ଏଠି କେହି କିଛି ତାଙ୍କୁ କୁହନି କେହି କିଛି କରନି କାରଣ ତାଙ୍କର ଖାଇବାରେ ଡିଷ୍ଟର୍ବ ହଉଛି ଖାଇବାରେ ଡିଷ୍ଟର୍ବ ହଉଛି। ସେମାନେ ତ ଜଣେ ଜଣେ ମନ୍ତ୍ରୀ ଆସୁ ଆସୁ ଯୋଡେ ଲେଖେ ଫର୍ଚୁନର ଅର୍ଡର ଦେଇଦେଲେ ମନ୍ତ୍ରୀ ହଉ ହଉ ସେମାନେ ମେଟ୍ରୋରେ କଣ ଯିବା ଦରକାର। ମେଟ୍ରୋରେ ଯାଇଥାନ୍ତେ ଯୁବକ ଯିଏ 5 ଟଙ୍କିଆ ଆହାର ଖାଉଛି ସିଏ ଯାଇଥାନ୍ତା ମେଟ୍ରୋରେ ଯାଇଥାନ୍ତେ ଶ୍ରମଜୀବୀ ମେଟ୍ରୋରେ ଯାଇଥାନ୍ତେ ଖଟିଖିଆ ମେଟ୍ରୋରେ ଯାଇଥାନ୍ତେ ଯୋଉମାନେ ବ୍ୟବସାୟୀ ଛାତ୍ର ଛାତ୍ରୀ ଯୁବକ ଯୁବତୀ ତରୁଣ ତରୁଣୀ ଏଇମାନେ ଯାଇଥାନ୍ତେ ମେଟ୍ରୋରେ। ସେମାନଙ୍କର ଯାଉଛି ନା ଇଏ ଯାଉଛି ସେମାନେ ତ ବର୍ତ୍ତମାନ ବେଙ୍ଗଲକୁ ନମ୍ବର 1 କରିବାର ବ୍ୟସ୍ତ। ଓଡିଶା କଥା ହେଲେ କୋଉଠି ପଚରା ବୁଝୁନି କାହିଁକି ଇଏ ଯାଇନାହାନ୍ତି ବେଙ୍ଗଲ ଯାଇନାହାନ୍ତି ବୋଲି କିଏ ନା ଅପରାଜିତା ଷଡଙ୍ଗୀ ସିଏ ଚିଠିଟା ଲେଖିଦେଲେ। ଇଏ ବେଙ୍ଗଲ ଯାଇଥିଲେ ସିଏ କଣ ଚିଠି ଲେଖିଥାନ୍ତେ। ସିଏ ତାଙ୍କର ବିଧାୟକ ହବାର କଣ ଆବଶ୍ୟକତା ଅଛି ତାଙ୍କର ବିଧାୟକ ହବାର ବି କଣ ଆବଶ୍ୟକତା ଅଛି। ଯଦି ମେଟ୍ରୋର ଆବଶ୍ୟକତା ନାହିଁ ଲୋକଙ୍କ କଥା ଶୁଣିବାର ଆବଶ୍ୟକତା ନାହିଁ ତ ଲୋକଙ୍କ ସରକାର କହୁଛ ଲୋକଙ୍କ ସୁବିଧା ହେବା ଦରକାର ନାହିଁ। ମନ୍ତ୍ରୀ ଗୋଟେ ଆସିକି ବୟାନ ଦେଇ ଦଉଛନ୍ତି ଯେ ଗୋଟେ କଷ୍ଟ ଆନାଲିସିସ୍ ନ କରିକି ତମେ କଷ୍ଟ ଆନାଲିସିସ୍ ରିପୋର୍ଟଟା ପ୍ରକାଶ କରୁନ। କଷ୍ଟ ଆନାଲିସିସ୍ ରିପୋର୍ଟଟା ପ୍ରକାଶ କର ଯେ ଦୈନିକ ଏତିକି ଆୟ ହବ ଏତିକି ବ୍ୟୟ ହବ ଗୋଟେ ଆପଣ କଷ୍ଟ ଆନାଲିସିସ୍ ରିପୋର୍ଟ ନ ପଚାରିବା ଓଡିଶାର କଣ ସମସ୍ତେ ମୂର୍ଖ ଅଛନ୍ତି ଓଡିଶାର ସମସ୍ତେ। ଆପଣ ବି ଗୋଟେ ଯେତେବେଳେ ସରକାର ଗୋଟେ କହିବା କଥା ନା ଆଜ୍ଞା 10 ଟଙ୍କା ଖର୍ଚ୍ଚ ହବ ଆଜ୍ଞା 8 ଟଙ୍କା ମିଳିବ 2 ଟଙ୍କା କ୍ଷତି ହଉଛି କହିଲେ ଲୋକ ମାନିବେ କହିବେ ହଁ ହଁ ଇଏ କହୁଛନ୍ତି 10 ଟଙ୍କା କ୍ଷତି ହବ 8 ଟଙ୍କା ଆସିବ
मानिबे तापर वितर्क हबो आपण कौन कस्ट एनालिसिस रिपोर्ट प्रकाश न करिकी मंत्री विश्वभूषण हरिचंदन पृथ्वीराज हरिचंदन कहउचंदी जे अ, अ, क्षति हो बोली घर कथा ଆଇନ ମନ୍ତ୍ରୀ ନିଜର ଗାଇଡ୍ ଦେଇଛନ୍ତି ଯେ ମେଟ୍ରୋକୁ ଆଖ୍ୟା କରି ମୁଖ୍ୟମନ୍ତ୍ରୀ ଇଲେକ୍ସନକୁ ଆଖ୍ୟା ରଖି ମେଟ୍ରୋ ପ୍ରକଳ୍ପ ଆରମ୍ଭ କରିଛନ୍ତି। कोटा मुख्य 2027 सुधा सारे बोली कहते परा बर्तमान छाड़ दौना सरकार बर्तमान से सरकार छाड़ दौना बर्तमान सरकार छाड़ दिंतु 2 वर्ष 24 रे कहला 27 सरी 3 वर्ष बर्तमान सरकार छाड़ दिखाँ 3 वर्ष भर न मत कहे केन्द्र सब इंटरेस्टिंग कथा केन्द्र संस्था जो डीएमआरसी केन्द्र संस्था अरे भाई केन्द्र संस्था आकलन करता केन्द्र संस्था ही डिजाइन करता केन्द्र संस्था सब करता डीएमआरसी ना भूल कहूँ केन्द्र संस्था आकलन करी आप कहे केंद्रीय संस्था इनवल्व थे राज्य सरकार मूलर कही मेट्रो हूँ केन्द्र जगह आम दबू ये आम दबू बिजुली आम दबू प्लस हाँ प्लस जगह दबू बिजुली दबू ता सहित अधा पैसा भी दबू एक कथा कहते राज्य सरकार